ମୋ ସ୍ତ୍ରୀର କହିବା କଥା, ୟାଙ୍କୁ ବାହା ହୋଇ ମୋ ଜୀବନ ନର୍କରେ ପରିଣତ ହୋଇଗଲା। ଏଇ ମାସ 14 ତାରିଖ ଘଟଣା। ମୋ ସ୍ତ୍ରୀର ମୋର ଗୋଟେ ସାମାନ୍ୟ ଘଟଣା ପାଇଁ ମନମାଳିନ୍ୟ ହୋଇଥାଏ। ମୁଁ ଜାଣେ ସେ ଟିକେ ଏକଜିଦିଆ। ତେଣୁ ଯେତେବେଳେ ବି କୌଣସି କାରଣ ପାଇଁ ଆମ ଭିତରେ କିଛି ଘଟେ, ମୁଁ ଚୁପ୍ ରହିଯାଏ। ମୁଁ ଜାଣେ ସମସ୍ୟାର ଏକମାତ୍ର ସମାଧାନ ପାଇଁ ଚୁପ୍ ରହିବା ଠାରୁ ଭଲ ମେଡିସିନ କିଛି ନାହିଁ। ଏମିତି 2 ଦିନ ବିତିଗଲା। ନା ସିଏ ମୋତେ କିଛି କହୁଥାନ୍ତି, ନା ମୁଁ କିଛି। ଏକା ଘରେ ଦୁହେଁ ଚଳିଲେ ବି ପରସ୍ପର ଅପରିଚିତ ପରି ସମୟ ବିତୁଥାଏ। ମୁଁ ଡ୍ୟୁଟି ଯିବା ପୂର୍ବରୁ ସବୁଦିନ ପରି ନିତ୍ୟକର୍ମ ସାରି ଆସେ। ଡାଇନିଂ ଟେବୁଲରେ ରଖାଯାଇଥିବା ଟିଫିନ ଖାଇ ଚାଲିଯାଏ। କେବଳ ଗଲାବେଳେ ପଚାରେ କି କଣ ଆଣିବାର ଅଛି କି। ଏତେ କଥା ଭିତରେ 2 ଦିନ ଏମିତି ବିତିଗଲା। ପରେ 17 ତାରିଖ ଘଟଣା। ମୁଁ ଅଫିସ ବାହାରିଛି। ମୋ ସ୍ତ୍ରୀର ମଉସା ଆସି ପହଞ୍ଚିଲେ। ମୁଁ ତାଙ୍କୁ ଯଥାମାନ୍ୟ ଦେଇସାରି ମୋ କର୍ମକ୍ଷେତ୍ରକୁ ବାହାରି ଗଲି। ଗଲାବେଳେ ଡ୍ରଇଂ ରୁମ୍ ସିସିଟିଭି ଅଫ୍ କରିବାକୁ ଭୁଲି ଯାଇଥିଲି। ରାତିରେ ଫେରିକି ଦେଖେ ତ ଅନ୍ ଅଛି। ମନ ମଧ୍ୟରେ ଉତ୍ସୁକତା ଆସିଲା କି ଯାଉଛି ଦେଖିବି ତାଙ୍କର ଦିନଯାକର କାର୍ଯ୍ୟକଳାପ କଣ, ଆଉ ମଉସାଙ୍କ ଆଗରେ ମୋ ବିରୁଦ୍ଧରେ କଣ ସବୁ କହିଛନ୍ତି। ସେଥିପାଇଁ ସିସିଟିଭିର ଚିପ୍ ବାହାର କରି ମୋବାଇଲରେ ଲୋଡ୍ କଲି। ତାକୁ ଦେଖିବା ପରେ ମୁଁ ଜାଣିଗଲି କି ସେ ମୋ ମଉସା ଶ୍ୱଶୁର ତ ନୁହେଁ, ସିଏ ଥିଲେ ମୋ ପାଇଁ ଦେବଦୂତ। ମଉସା ପଚାରିଲେ, ଆରେ ମା, ମୁଁ ଦେଖୁଛି ତୋ ମନ ବୋଧେ ଭଲ ନାହିଁ। କଣ ହୋଇଛି ମୁଁ ଜାଣିପାରିବି କି? ତାଙ୍କ ପ୍ରଶ୍ନ ଶୁଣି ଲୀନା କହିଲା କି ୟାଙ୍କୁ ବାହା ହେଇ ମୋ ଜୀବନ ନର୍କରେ ପରିଣତ ହୋଇଗଲା। ତୁମେମାନେ କଣ ଦେଖି ୟାଙ୍କ ସହିତ ମୋତେ ଛନ୍ଦିଦେଲ? ନା ଅଛି ମୋ ପ୍ରତି ଭଲ ପାଇବା, ନା ଅଛି ମୋ ପ୍ରତି କର୍ତ୍ତବ୍ୟ। ସବୁବେଳେ ଡ୍ୟୁଟି ଆଉ ଡ୍ୟୁଟି। ମୋ ପ୍ରତି କଣ କିଛି ଡ୍ୟୁଟି ନାହିଁ? ଲୀନାର ଏ କଥା ଶୁଣି ମଉସା ଅତି ଶାନ୍ତ ସ୍ୱରରେ କହିଲେ, ଝିଅ ଦେଖ, ମୁଁ ତତେ କେତେଟା କଥା ପଚାରିବି, ଯଦି କିଛି ନ ଭାବୁ। ହଁ ମଉସା, ପଚାରନ୍ତୁ। କଣ ପଚାରିବାର ଅଛି? ହଉ କହିଲୁ ମା, ତୁମ ଘରର ଚାକର କିଏ? ଏ ପ୍ରକାର ପ୍ରଶ୍ନ ଶୁଣି ଲୀନା ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଏ କଥା କଣ ପଚାରୁଛନ୍ତି? ଆମର ଷ୍ଟାଣ୍ଡାର୍ଡ ବା କୋଉଠୁ ଅଛି ଯେ ଆମେ ଚାକର ରଖିପାରିବୁ? ତେବେ ତୁମ ଘରର ସମସ୍ତ ଆବଶ୍ୟକତା କିଏ ପୂରଣ କରେ? ମଉସା ପଚାରିଲେ। ଲୀନା କହିଲେ, ମୋ ସ୍ୱାମୀ। ମଉସା ପଚାରିଲେ, ତୁମ ଘରର ଖାଦ୍ୟ, ପାନୀୟ ଏବଂ ପୋଷାକ ଆବଶ୍ୟକତା କିଏ ପୂରଣ କରେ? ଲୀନା ଉତ୍ତର ଦେଲେ କି ମୋ ସ୍ୱାମୀ। ମଉସା ପଚାରିଲେ, ତୋର ହେଉ ବା ତୋ ପିଲାମାନଙ୍କର କୌଣସି ଜିନିଷରେ ଅଭାବ ନ ରହୁ, ତୁମମାନଙ୍କର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ କିଏ ସର୍ବଦା ଚିନ୍ତିତ ରୁହନ୍ତି? ଲୀନା କହିଲେ, ମୋ ସ୍ୱାମୀ। ମଉସା ପୁଣି ପଚାରିଲେ, କିଛି ଟଙ୍କା ପାଇଁ ଦିନ ରାତି ହାଡ଼ଭଙ୍ଗା ପରିଶ୍ରମ କିଏ କରନ୍ତି? ଲୀନା କହିଲେ, ସେଇ ମୋ ସ୍ୱାମୀ। କଷ୍ଟ ଓ ଦୁଃଖ ବେଳେ କିଏ ତୁମକୁ ସମର୍ଥନ କରନ୍ତି? ଏ କଥା କଣ ପଚାରୁଛନ୍ତି ମଉସା? ତୁମେ କଣ ଜାଣିନ ସିଏ କରନ୍ତି ବୋଲି? ତେବେ କହିଲୁ, ତୁମେମାନେ ସୁଖରେ ଜୀବନଯାପନ କରିବା ପାଇଁ ମା ବାପା, ଭାଇ ବନ୍ଧୁ, ଏପରିକି ସମସ୍ତ ସମ୍ପର୍କୀୟକୁ ଛାଡ଼ି ଅଜଣା ଅଶୁଣା ଜାଗାରେ ରକ୍ତକୁ ପାଣି କରି ରୋଜଗାର କିଏ କରେ? ଲୀନା କହିଲେ, ମୋ ସ୍ୱାମୀ। ତେବେ କହ, ଗ୍ୟାସ୍, ଇଲେକ୍ଟ୍ରି, ପାଣି, ଘର ମରାମତି, ଘରର ରକ୍ଷଣାବେକ୍ଷଣ, ଔଷଧ, ମନୋରଞ୍ଜନ, ବ୍ୟାଙ୍କ, ଇନ୍ସୁରାନ୍ସ, ଆହୁରି ଅନେକ ଦାୟିତ୍ୱ କିଏ ବହନ କରେ? ଲୀନା କହିଲେ କି ମୋ ସ୍ୱାମୀ। ମଉସା କହିଲେ, କହିଲୁ ମା, ବନ୍ଧୁବାନ୍ଧବଙ୍କ ନିମତାରେ ଭାର ବ୍ୟବହାର ଯାହା ଦେବାକୁ ପଡ଼େ ସେ ଦାୟିତ୍ୱ ତୁ ତୁଲାଉ, ନା ଆମ ଜ୍ୱାଇଁ ସେସବୁ ବୁଝନ୍ତି? ଲୀନା କହିଲେ, ତୁମେ ନା ମଉସା, ମୁଁ କଣ ରୋଜଗାର କରୁଛି ଯେ ମୁଁ ବୁଝିବି? ସେସବୁ ଦାୟିତ୍ୱ ତାଙ୍କର। ମଉସା କହିଲେ, ତୁମର ଯେତେବେଳେ ଭଲ ମନ୍ଦ ଖାଇବାକୁ ଇଚ୍ଛା ହୁଏ, ତୁମେ କଣ କର? ଲୀନା ଉତ୍ତର ଦେଲେ, କଣ କରିବୁ, ତାଙ୍କୁ କହୁ, ସିଏ ଆଣିକି ଦିଅନ୍ତି। ମଉସା ପୁଣି ପଚାରିଲେ, କୁଆଡ଼େ ବୁଲିବାକୁ ଇଚ୍ଛା ହେଲେ? ଲୀନା କହିଲେ, ସିଏ ନେଇକି ଯାଆନ୍ତି। ମଉସା ଏଇ କଥାରେ ଗମ୍ଭୀର ହୋଇ ପୁଣି ପଚାରିଲେ, ପୁଣ୍ୟ ପର୍ବରେ ତୁମମାନଙ୍କୁ କେବେ ପଇସା ନାହିଁ, ନୂଆ ଡ୍ରେସ୍ କି ଶାଢ଼ୀ ହୋଇପାରିବନି, ପୁରୁଣା ପିନ୍ଧିକି ଚଳେଇ ଦିଅ ବୋଲି କୁହନ୍ତି, ନା ତୁମ ମନ ମୁତାବକ ଜିନିଷ ଆଣି ପହଞ୍ଚାନ୍ତି? ଲୀନା ଉତ୍ତର ଦେଲେ, ନା ମ ମଉସା, ଆମ ଚଏସ୍ ଅନୁଯାୟୀ ଆଣନ୍ତି। ବେଳେବେଳେ ନିଜେ କିନ୍ତୁ ପୁରୁଣା ପିନ୍ଧି ଆମକୁ ନୂଆ ଦିଅନ୍ତି। ନିଜ ପାଇଁ କାହିଁକି କଲନି ପଚାରିଲେ କୁହନ୍ତି କି ମୁଁ କଣ ଛୁଆ ହୋଇଯାଇଛି ଯେ ପୁଣ୍ୟ ପର୍ବରେ ନୂଆ ପିନ୍ଧିବି? ତୁମର ଦେହ ଖରାପ ହେଲେ କିଏ ତୁମର ଯତ୍ନ ନିଏ? ମଉସା ପଚାରିଲେ। କିଏ ତୁମର ସେବା କରିବା ସହିତ ପଥି ରାନ୍ଧିକି ଦିଏ? ଲୀନା କହିଲେ, ଏ କାମଟା ବି ସେଇ କରନ୍ତି। ମଉସା ପଚାରିଲେ, ଆଉ ଗୋଟେ କଥା ମା କହ, ତୁମ ସ୍ୱାମୀ ଏତେ ସବୁ କାମ କଲା ପରେ କେବେ ତୁମଠାରୁ ତାର ପାରିଶ୍ରମିକ ନିଅନ୍ତି କି? ଲୀନା ଉତ୍ତର ଦେଲେ, ନା ମଉସା, କେବେ ବି ନୁହେଁ। ମଉସା କହିଲେ, ଆରେ ମା, ତୁ ତ ସ୍ୱାମୀର ଗୋଟେ ଅଭାବ ଦେଖି ତାଙ୍କ ଉପରେ ଚିଡ଼ିଗଲୁ। ଆଉ ତାଙ୍କର ଏତେ ଭଲ ଗୁଣ ତୋତେ ଟିକେ ବି ଦେଖାଗଲା ନାହିଁ? ଯେତେବେଳେ ତୁମେମାନେ ଦୁଃଖିତ ଥାଅ, ସେତେବେଳେ ସେ କେବେ ବି ତୁମମାନଙ୍କୁ ଛାଡ଼ିକି ଯାଆନ୍ତି ନାହିଁ। ନିଜ ଭିତରେ ଥିବା କଷ୍ଟ, ଅଭାବ, ଅସୁବିଧାକୁ ନିଜ ଭିତରେ ଚାପି ରଖି ତୁମେ ପାଖେ ପାଖେ ରହି ତୁମମାନଙ୍କୁ ଆଶ୍ୱାସନା ଦିଅନ୍ତି କି
କିଛି ହେବନି, ମୁଁ ପାଖରେ ଅଛି ନା। ଯଦି କିଛି ହେବ ଦେଖାଯିବ। ତୁମେମାନେ ବ୍ୟସ୍ତ ହୁଅନି। ପ୍ରତ୍ୟେକ ସମୟରେ ସେ ତୁମମାନଙ୍କୁ କିଛି କିଛି ଭଲ କଥା ଶିଖାଇବାକୁ ଚେଷ୍ଟା କରନ୍ତି। ଯେପରି ଦୁନିଆ ଦାଣ୍ଡରେ ତୁମେମାନେ ଅପଦସ୍ଥ ନ ହେବ। ସେ ତୋ ସହିତ ଝଗଡ଼ା କରିପାରନ୍ତି, ତୋତେ କିଛି କହିପାରନ୍ତି, ହେଲେ ତୁ କହ, ଆଉ କିଏ କହିଲେ ସେ କେବେ ସହିପାରିବେ? ତୋର ଭୁଲ ଥାଉ ପଛେ ସେ ତୋ ସପୋର୍ଟରେ ବାହାରନ୍ତି ନା ନାହିଁ? ଲିନା ଉତ୍ତର ଦେଲେ, ହଁ ମଉସା, ସେ ମୋତେ ବହୁତ ସପୋର୍ଟ କରନ୍ତି, ବଡ଼ ଯତ୍ନ ବି ନିଅନ୍ତି। ମୋତେ କିଛି ଅଭାବ ଅନୁଭବ କରାଇ ଦିଅନ୍ତି ନାହିଁ। ଏତିକି କଥା ହୋଇଛନ୍ତି, ଅନ୍ୟ ରୁମରୁ ମୋବାଇଲ ରିଙ୍ଗଟୋନ୍ ଶୁଭିଲା। ଲିନା ମଉସାଙ୍କୁ କହିକି ଗଲା କି ଆପଣ ଏଇଠି ଥାଆନ୍ତୁ, ମୁଁ ଦେଖେ କିଏ ଫୋନ କରିଛନ୍ତି। ତାପରେ ଆଉ କିଛି ନଥିଲା। ମୁଁ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କଲି, ତଥାପି ସବୁ ନୀରବ। ମୁଁ ଶୁଣିବାରେ ବ୍ୟସ୍ତ ଥାଏ। ଲିନା କେତେବେଳୁ ଚା କପ୍ ଧରି ଛିଡ଼ା ହୋଇଛନ୍ତି ମୋତେ ଜଣା ନାହିଁ। ମୋତେ ପଚାରିଲେ କି କଣ ଏମିତି ଫୋନରେ ବ୍ୟସ୍ତ ଯେ ମୋ ଡାକ ବି ଶୁଭୁନି। ସେତେବେଳେ ତାଙ୍କ ଚେହେରାରେ ପୂର୍ବ ଭଳି ରୁକ୍ଷତା ନଥିଲା। ହସ ହସ ମୁହଁରେ ମୋତେ ଚା କପ୍ ବଢ଼ାଇ ଦେଇ କହିଲେ କି ଆଜି ବାହାରକୁ ଯାଅନି, ମୁଁ ଯାଉଛି ପକୁଡ଼ି ଛାଣିବି, ଏକାଠି ବସି ଖାଇବା। ତାଙ୍କର ସେ ପ୍ରକାର ବ୍ୟବହାରର କାରଣ ମୁଁ ଠିକରେ ଜାଣିଗଲି। ମଉସାଙ୍କ ଦ୍ୱାରା ଜ୍ଞାନ ଉଦୟ କରାଯାଇଛି। ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ 8 ଦିନ ବିତିଗଲାଣି, ହେଲେ ତାଙ୍କ ସ୍ୱଭାବରେ ପୂର୍ବ ରୁକ୍ଷତା ଆଉ ନାହିଁ। ଏଇ 8 ଦିନ ଭିତରେ ପ୍ରତ୍ୟେକ କଥାକୁ ସେୟାର କରୁଛନ୍ତି। ମୋ ଆବସେନ୍ସରେ ଯାହା ବି ଟିକେ କଥା ହେଲେ ମୋତେ କଲ୍ କରି ପଚାରୁଛନ୍ତି। ମୁଁ ଏବେ ଭାବୁଛି, ଆଉ କିଛି ବର୍ଷ ପୂର୍ବରୁ ଯଦି ମଉସା ମୋ ଘରକୁ ଆସିଥାନ୍ତେ, ତେବେ ମୋ ଜୀବନଟା ଏତେ ଦୁର୍ବିଷହ ହୋଇନଥାନ୍ତା। ଏଠାରେ ମୋର ଅଙ୍ଗେ ନିଭା ଘଟଣାକୁ କାହାଣୀର ରୂପ ଦେଇଛି। ଯଦି ଏହା ଆପଣଙ୍କୁ ପସନ୍ଦ ହୋଇଥାଏ, ତେବେ ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଯାହାଫଳରେ ଯେଉଁ ନୂଆ କାହାଣୀ ଅପଲୋଡ଼ ହେବ, ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ।